ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 46 ଭୁଲିଯିବା ଶିଖ। ବଡ଼ ବଡ଼ ସଙ୍କଟ ବିପତ୍ତି ଦୁଃଖ ବେଳେ କ'ଣ କରିବା? ଆମ ଉପରେ ଯଦି ଦୁଃଖର ପର୍ବତ ମାଡ଼ି ବସିଛି, ବିପଦର ବଜ୍ରପାତ ହୋଇଛି, କୌଣସି ବ୍ୟକ୍ତି ଆମର ସତ୍ୟାନାଶ କରିବା ପାଇଁ ଚେଷ୍ଟା କରୁଛି, ଆମକୁ ଡହଳ ବିକଳ କରି ମୃତ୍ୟୁଗ୍ରାସକୁ ଚାଲିଯାଉଛି ଏବଂ ଏ ଅବସ୍ଥାରେ ଆମ ହୃଦୟର ଆଘାତ ଗଭୀର ଏବଂ ମର୍ମାନ୍ତକ ହୋଇଯାଇଛି, ତେବେ ଆମେ କ'ଣ କରିବା? ଏସବୁ କ'ଣ ଭୁଲିଯିବା? ହଁ, ଏସବୁ କଥା ଭୁଲିଯାଅ। ହୁଏତ ଧୀରେ ଧୀରେ ଭୁଲିପାର, କିନ୍ତୁ ଭୁଲିବାକୁ ହିଁ ପଡ଼ିବ। ଏଥିରେ ତୁମର ମଙ୍ଗଳ ନିହିତ। ଏପରି କଲେ ଭବିଷ୍ୟତରେ ତୁମେ ଅଧିକ ସୁଖ ଶାନ୍ତି ଲାଭ କରିପାରିବ। ଦୁଃଖ ଚିନ୍ତା ରୋଗ ବିଷୟରେ ଆଲୋଚନା କର ନାହିଁ, ଶୁଣ ନାହିଁ। ସ୍ୱାସ୍ଥ୍ୟ ଆନନ୍ଦ ପ୍ରେମ ଶାନ୍ତି ଏବଂ ବନ୍ଧୁତ୍ୱ ବିଷୟରେ ଆଲୋଚନା କରି ଶୁଣ। ଏହିପରି କଲେ ତୁମେ ସ୍ୱାସ୍ଥ୍ୟ ଏବଂ ଆନନ୍ଦ ଲାଭ କରିପାରିବ, ଶାନ୍ତି ଓ ପ୍ରେମ ପାଇବ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।